नमस्कार बंधुगण। भगवान श्रीकृष्ण वास्तुशास्त्र को अत्यंत महत्वपूर्ण दौथिले एवं भगवान श्रीकृष्ण समय समय धर्मराज युधिष्ठिर को से वास्तुशास्त्र रे ज्ञान मध्य दौथिले। एही ज्ञान समस्त मानव जाति पई अत्यंत महत्वपूर्ण एवं कल्याणकारी अटे एवं भगवान श्रीकृष्ण एपरि दुईटी गछ विषय रे कहिसंती ଯେଉଁ ଗଛକୁ ଯଦି ଆପଣଙ୍କ ଘରର ସମ୍ମୁଖୀନରେ ଲଗେଇଥାନ୍ତି କିମ୍ବା ଆପଣଙ୍କ ଘର ସୀମାରେ ରହିଥାଏ ତାହେଲେ ଏହା ଆପଣଙ୍କ ଘର ପାଇଁ ଅତ୍ୟନ୍ତ ଦୁଃଖ ଓ ଦାରିଦ୍ରତାର କାରଣ ହୋଇଥାଏ। ଏହି ଦୁଇଟି ଗଛ ଯେଉଁ ଘର ସମ୍ମୁଖୀନରେ ରହିଥାଏ ସେହି ଘରରେ ରହୁଥିବା ଲୋକମାନଙ୍କର କେବେ ବି ଉନ୍ନତି ହୋଇନଥାଏ। ସେହି ଘରର ଲୋକମାନେ ସବୁ କାର୍ଯ୍ୟରେ ପରାଜୟ ଓ ନିରାଶକୁ ହିଁ ସାମ୍ନା କରିବାକୁ ପଡ଼ିଥାଏ। ଆମର ବାସ୍ତୁଶାସ୍ତ୍ର ଅନୁସାରେ ବୃକ୍ଷଲତା ଆମର ଘରର ସୁନ୍ଦରତାକୁ ବଢ଼ାଇଥାନ୍ତି, ତା ସହିତ ଏହା ଆମ ପରିବେଶର ବାତାବରଣକୁ ମଧ୍ୟ ଶୁଦ୍ଧ ରଖିଥାନ୍ତି। ବୃକ୍ଷରୁ ସକାରାତ୍ମକ ऊर्जा ସଞ୍ଚାଳନ ହୋଇଥାଏ ଯାହାକି ଆମ ଜୀବନ ପାଇଁ ଅତ୍ୟନ୍ତ ଆବଶ୍ୟକତା ହୋଇଥାଏ। ବୃକ୍ଷ ଆମ ପରିବେଶରୁ ନକାରାତ୍ମକ ଶକ୍ତିଗୁଡ଼ିକ କମ୍ କରି ପରିବେଶକୁ ଅଧିକ ସକାରାତ୍ମକ ଶକ୍ତିଗୁଡ଼ିକ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଯଦି ଆମେ ଆମର ଘର ସମ୍ମୁଖୀନରେ କିଛି ଶୁଭ ଗଛ ଲତା ଲଗେଇଥାଉ ଏହା ଦ୍ୱାରା ଘରେ ଉନ୍ନତି ହୋଇଥାଏ। ତା ସହିତ ଏହି ଗଛଲତା କେଉଁ ପ୍ରକାରର ବାସ୍ତୁଦୋଷକୁ ମଧ୍ୟ ନଷ୍ଟ କରିଦେଇଥାନ୍ତି। ଆମ ଘରର ଅଗଣାରେ ରହିଥିବା ବୃକ୍ଷଲତା ଭଗବାନଙ୍କ ଭଳିଆ ଆମକୁ ସବୁ ବିପଦରୁ ରକ୍ଷା କରିଥାନ୍ତି। ଏଥିପାଇଁ ଆମ ପୁରାଣରେ ଏବଂ ବାସ୍ତୁଶାସ୍ତ୍ରରେ ମଧ୍ୟ ଘର ସୀମାରେ ଏବଂ ଘର ସମ୍ମୁଖୀନରେ କିଛି ବୃକ୍ଷଲତା ଲଗାଇବାର ଉଲ୍ଲେଖ ମଧ୍ୟ କରାଯାଇଛି। ହେଲେ ବନ୍ଧୁମାନେ, ଆଜି ଆମେ ଜାଣିବା ଆମର ଗୃହ ସୀମାରେ କେଉଁ ସବୁ ବୃକ୍ଷ ରହିବା ଉଚିତ ଏବଂ କେଉଁ ବୃକ୍ଷ ଗୁଡ଼ିକ ନ ରଖିବା ଉଚିତ। ତେବେ ଏପରି କିଛି ବୃକ୍ଷକୁ ଆମ ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ମନାଯାଇଥାଏ ଏବଂ ସେହିପରି ଏପରି କିଛି ବୃକ୍ଷଲତା ରହିଥାଏ ଯାହାକୁ ଆମ ବାସ୍ତୁଶାସ୍ତ୍ରରେ ଅତ୍ୟନ୍ତ ଅଶୁଭ ବୋଲି ମନାଯାଇଥାଏ। ଯଦି ଏହି ସବୁ ଅଶୁଭ ବୃକ୍ଷଲତା ଗୁଡ଼ିକ ଆମର ଘର ସୀମାରେ ରହିଥାନ୍ତି କିମ୍ବା ଘର ସମ୍ମୁଖୀନରେ ରହିଥାଏ ତେବେ ଆମକୁ ଦାରିଦ୍ରତା ଓ ଦୁଃଖର ଶିକାର ହେବାକୁ ପଡ଼ିଥାଏ। ଏହି ବୃକ୍ଷଲତା ରହିବା ଦ୍ୱାରା ଧନର ନାଶ ହୋଇଥାଏ, ଶତ୍ରୁମାନଙ୍କର ବୃଦ୍ଧି ହୋଇଥାଏ, ମନୁଷ୍ୟ ନିଜର ମାନ ସମ୍ମାନକୁ ହରାଇ ବସିଥାଏ। ଏଥିପାଇଁ ଯଦି ଆପଣ ଜଣାତରେ ହେଉ କିମ୍ବା ଅଜଣାତରେ ହେଉ ନିଜର ଘର ସୀମାରେ ବା ଘର ଭିତରେ ଏହି ଗଛଗୁଡ଼ିକ ଲଗାଇଛନ୍ତି ତାହେଲେ ଡେରି ନ କରି ସେ ଗୁଡ଼ିକ ତୁରନ୍ତ ହଟାଇ ଦିଅନ୍ତୁ। ଏବେ ଚାଲନ୍ତୁ ଜାଣିବା ମନୁଷ୍ୟ ନିଜର ଘର ସୀମାରେ କେଉଁ ଗଛ ଗୁଡ଼ିକ ଲଗାଇବା ଉଚିତ ଏବଂ କେଉଁ ବୃକ୍ଷ ଲଗାଇବା ଉଚିତ ନୁହେଁ। ପ୍ରଥମ ହେଲା ଅଁଳା ଗଛ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଏହି ଅଁଳା ଫଳଟି ସମସ୍ତ ଫଳମାନଙ୍କ ମଧ୍ୟରେ ଅତ୍ୟନ୍ତ ପବିତ୍ର ଫଳ ଅଟେ। ଯେଉଁମାନେ ନିଜ ଘରେ ଅଁଳା ଗଛ ଲଗାଇଥାନ୍ତି ସେମାନେ ସବୁଦିନ ପାଇଁ ଜନ୍ମ ମୃତ୍ୟୁ ଚକ୍ରରୁ ପାର ପାରିଯାଇଥାନ୍ତି। ମୃତ୍ୟୁ ପରେ ତାଙ୍କର ପୁନର୍ବାର ଆଉଥରେ ଜନ୍ମଗ୍ରହଣ କରିବାକୁ ପଡ଼ିନଥାଏ। ଏହି ପବିତ୍ର ଫଳଟି ଭଗବାନ ବିଷ୍ଣୁଙ୍କୁ ପ୍ରସନ୍ନ କରିବାରେ ସାହାଯ୍ୟ କରିଥାଏ ଏବଂ ଏହା ଅତ୍ୟନ୍ତ ଶୁଭ ଫଳ ବୋଲି ମନାଯାଇଥାଏ। ଏହି ଫଳଟିକୁ ଖାଇବା ଦ୍ୱାରା ସବୁ ପାପରୁ ମୁକ୍ତି ମିଳିଯାଇଥାଏ। ଯଦି ଅଁଳା ଖାଇଲେ ଆୟୁଷର ବୃଦ୍ଧି ହୋଇଥାଏ। ଯଦି ଏହାର ଜଳ ପିଇବା ଦ୍ୱାରା ରୋଗର ନାଶ ହୋଇଥାଏ। ଆପଣ ଯଦି ସ୍ନାନ କରୁଥିବା ଜଳରେ ଅଁଳା ପକାଇ ସ୍ନାନ କରୁଛନ୍ତି ତେବେ ଏହା ଦାରିଦ୍ରତା ଦୂର ହୋଇଥାଏ। ଯେଉଁ ଘରେ କେବଳ ଅଁଳା ଗଛ ରହିଥାଏ ସେହି ଗୃହରେ ସାକ୍ଷାତ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଦ୍ୱିତୀୟରେ ହେଲା ଅଶ୍ୱତ୍ଥ ଗଛ। ଯେଉଁ ମନୁଷ୍ୟ କୌଣସି ଜଳାଶୟ ନିକଟ ପାଖରେ ଅଶ୍ୱତ୍ଥ ଗଛକୁ ଲଗାଇଥାନ୍ତି ତାହେଲେ ଏହାର ଫଳ 100 ଯଜ୍ଞର ଫଳ ସହିତ ସମାନ ହୋଇଥାଏ। ଅଶ୍ୱତ୍ଥ ଗଛର ପତ୍ର ସେହି ଜଳରେ ପଡ଼ିଥାଏ। ପତ୍ରଟି ପ୍ରାପ୍ତି ସମାନ ଆମର ପିତୃପୁରୁଷଙ୍କର ତୃପ୍ତି ପ୍ରଦାନ ହୋଇଥାଏ ଏବଂ ସମସ୍ତ ପ୍ରକାରର ପିତୃଦୋଷରୁ ସମାପ୍ତି ହୋଇଥାଏ। ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେଉଁ ମନୁଷ୍ୟ ପ୍ରତ୍ୟେକ ଦିନ ସ୍ନାନ କରି ସାରିଲା ପରେ ଅଶ୍ୱତ୍ଥ ଗଛକୁ ଛୁଇଁ ପ୍ରଣାମ କରିଥାଏ ସେମାନେ ସମସ୍ତ ପ୍ରକାରର ପାପରୁ ମୁକ୍ତି ମିଳିଥାଏ। କିନ୍ତୁ ରବିବାର ଦିନ ଅଶ୍ୱତ୍ଥ ଗଛକୁ ଛୁଇଁବେ ନାହିଁ, ଏହା ପୁରାଣରେ ବର୍ଣ୍ଣନା କରାଯାଇଛି। ଅଶ୍ୱତ୍ଥ ଗଛକୁ ଛୁଇଁବା ଦ୍ୱାରା ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ ଏବଂ ଅଶ୍ୱତ୍ଥ ଗଛରେ ପ୍ରଦକ୍ଷିଣ କରିବା ଦ୍ୱାରା ଆୟୁରେ ବୃଦ୍ଧି ହୋଇଥାଏ। ଅଶ୍ୱତ୍ଥ ଗଛର ମୂଳରେ ଶ୍ରୀ ବିଷ୍ଣୁ, ଅଶ୍ୱତ୍ଥ ଗଛ ମଧ୍ୟଭାଗରେ ଶିବ ଶଙ୍କର, ଅଶ୍ୱତ୍ଥ ଗଛର ଅଗ୍ରଭାଗରେ ବ୍ରହ୍ମାଙ୍କର ବାସ ହୋଇଥାଏ।
सोमवती अमावास्या दिन अस्वस्थ गछ को प्रणाम करने द्वारा जो फल मिलता है ताहा 1000 गाय को दान करने सह समान होता है। यही संसार रे अस्वस्थ गछ को सह समान कौन सी गछ नुहे। अस्वस्थ गछ को ही सबुठारु श्रेष्ठ गछ बोली मना जाता है। साक्षात श्रीहरि विष्णु यही अस्वस्थ गछरे आमर भूमंडल रे अवतरण करिसंती। अस्वस्थ गछ को आघात करिबा एवं अस्वस्थ गछ को काटिबा महापाप बोली मना जाइଥାଏ। एभलिया मनुष्य माने नरक प्राप्ति करिथांती एवं जो मनुष्य एही गछ को मूलरू काटी दैथांती तांकु केबे भी नरकरू उद्धार मिली न थाए। तृतीय रे हैला अशोक गछ अर्थात देवदारू गछ। पद्म पुराण अनुसार एही अशोक गछरे अप्सरा मानकर बास होइଥାଏ। एही वृक्षटी शोक और निराश को सबुदिन पाई समाप्त कर देइଥାଏ। एही वृक्षटी जो गृहे रही थाए सेही घरे सबुदिन सबुबेले सुख शांति रे वृद्धि होइଥାଏ। आपण माने जानिछंती जेतेबेले माँ लक्ष्मी माँ सीतांकर रूपरे एही धराधाम रे अवतरण करथिले सेतेबेले रावण अपहरण करि नेइथिले। सेतेबेले माँ सीतांकु से अशोक बाटिकारे रखिथिले एवं अशोक वृक्षटी माता सीतांकर बहुत सेवा करिथिले। एथिपई माता सीता अशोक वृक्षटी को वरदान देइथिले जे जेउ भी स्थान रे एही वृक्षटी रहिथिबो सेठारे तांकर बास हबो अर्थात माँ लक्ष्मींकर बास हबो। चतुर्थ हैला डिम्बिरी गछ। पद्म पुराण अनुसार प्रत्येक मनुष्य माने गोटे डिम्बिरी गछ लगेबा अत्यंत आवश्यक अटे। एही वृक्षटी लगेबा द्वारा जो फल मिलिଥାଏ ताहा महायज्ञर फल सह समान होइଥାଏ। कड़ी जुगर मनुष्य माने यज्ञ करि पारु न थांती तेणु सेमाने गोटे गोटे डिम्बिरी गछ लगाइती तेबे तांकर सेही यज्ञर फल प्राप्ति होइଥାଏ। पंचम रे हैला निम्ब गछ। पद्म पुराण अनुसार निम्ब गछ लगेबा द्वारा सूर्यदेव प्रसन्न होइथांती। निम्ब गछ आयु प्रदान करिଥାଏ। निम्ब गछ को घर पाखरे लगेबा द्वारा नाना प्रकार रोगरू आमको मुक्ति मिलिଥାଏ एवं माँ लक्ष्मी एही निम्ब गछर पत्र को अत्यंत प्रिय होइଥାଏ। एथिपई माँ लक्ष्मी निम्ब गछ निकटरे बास करिथांती। जदि गृह पाखरे किंबा गृहर सम्मुखीन पाखरे निम्ब गछ लगेबा द्वारा धन संपत्ति प्राप्ति होइଥାଏ। षष्ठ रे हैला जांबू गछ किंबा जांबू कुड़ी गछ। जदि कौनसी मनुष्य कन्या संतान प्राप्ति करने को चाहूथांती सेमाने निज घर पाखरे किंबा सम्मुखीन रे जामु गछ लगेबा उचित। पद्म पुराण अनुसार जो व्यक्तिंकर गृह सम्मुखीन रे जामु गछ थाए एई घरे कन्या संतान जन्म होइथांती। सप्तम रे हैला बेल गछ। आम शास्त्र अनुसार बेल गछरे भगवान शिव एवं माँ पार्वतींकर मध्य बास होइଥାଏ। एथिपई जदि बेल गछ पाखरे गोलाप गछ लगेइथांती ताहाले भगवान शिव एवं माँ पार्वतींकर आशीर्वाद प्राप्त होइଥାଏ। सेई घरे केबे भी दुख दारिद्रता आसी न थाए एवं सेई घरे केबे भी अकाल मृत्यु होई न थाए एवं सेई गृहरे कौनसी स्त्री विधवा होई न थांती। अष्टम रे हैला नडिया गछ। नडिया गछ को बहुत पवित्र गछ बोली मना जाइଥାଏ। प्रत्येक शुभ कार्य नडिया निश्चित रूपे व्यवहार करा जाइଥାଏ। तेणु आपंक घरे नडिया गछ लगेबा द्वारा सेही गृह को सर्वदा शुभ फल प्राप्ति होइଥାଏ एवं सेही गृहरे सदस्य मानकर समाज रे बहुत मान सम्मान कमेई थांती। ममरे हैला जदि आपण सुंदरी स्त्री आशा रखिचंती सेमाने निज गृहर सम्मुखीन रे गोटे डाणिंब गछ लगेबा उचित। ता छड़ा आपंक गृहर सीमारे किंबा चारि पाखरे पणस गछ एवं चंदन गछ लगांतु। एहा द्वारा आपंकु माँ लक्ष्मी प्राप्त होइथांती एवं जदि आपंक गृहरे सम्मुखीन रे गंग शिउली गछ लगाइले माँ लक्ष्मींकर विशेष कृपा प्राप्त होइଥାଏ। दशमरे कदली गछटी मध्य अत्यंत शुभ होइଥାଏ। एही गछटी जेउ गृहरे रहिଥାଏ सेही गृहरे सुख शांति समृद्धि रे वृद्धि होइଥାଏ एवं खुशी आसीଥାଏ। कदली गछरे भगवान विष्णुंकर बास होइଥାଏ तेणु घरे कदली गछ थिले धनर अभाव होई न थाए। एबे एही वृक्ष गुड़िक आपण निजर गृहर सीमारे लगेबा द्वारा आपनकु केते गुड़िए लाभ प्राप्ति होइଥାଏ। आपनकु माँ लक्ष्मींकर कृपा एवं आशीर्वाद प्राप्ति होइଥାଏ।
ତେବେ ଚାଲନ୍ତୁ ବନ୍ଧୁମାନେ ଜାଣିବା ଏବେ ଏମିତି କିଛି ଗଛ ବିଷୟରେ ଯାହା ଘର ପାଇଁ ଅତ୍ୟନ୍ତ ଅଶୁଭ ହୋଇଥାଏ। ପ୍ରଥମ ହେଲା ତାଳ ଗଛ। ଯଦି ଆପଣଙ୍କ ଘର ଭିତରେ କିମ୍ବା ଘର ସୀମାରେ ତାଳ ଗଛ ରହିଥାଏ ତାହେଲେ ଏହା ଆପଣଙ୍କର ସନ୍ତାନମାନଙ୍କର ଉନ୍ନତି କ୍ଷେତ୍ରରେ ବାଧା ସୃଷ୍ଟି କରାଇଥାଏ। ଏହା ଘର ସୀମାରେ ଲଗାଇବା ଉଚିତ ନାହିଁ। ଦ୍ୱିତୀୟରେ ହେଲା ବାହାଡ଼ା ଗଛ। ବାହାଡ଼ା ଗଛ ଘରର ସୀମାରେ ଲଗାଇବା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏମିତି ମନାଯାଏ ଯେ ବାହାଡ଼ା ଗଛରେ ପ୍ରେତମାନଙ୍କର ବାସ ହୋଇଥାଏ। ତେଣୁ ଘର ପାଖରେ ବାହାଡ଼ା ଗଛ ଲଗାଇବା ଉଚିତ ନୁହେଁ। ବନ୍ଧୁମାନେ, ଏହି ପ୍ରକାରରେ ଶାସ୍ତ୍ରରେ ଏହିସବୁ ବୃକ୍ଷଲତାମାନଙ୍କ ବିଷୟରେ ବତାଯାଇଛି। ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିହାତି ଲେଖିବେ।